ଆଜି ମଣିଷ ପାପ ରାସ୍ତାକୁ ଚାଲିଯାଇଥିବାରୁ ପରମେଶ୍ୱର ଦୁଃଖିତ ହୋଇ ରହିଯାଉଛନ୍ତି। ମଣିଷ ପାପରୁ ଫେରିଆସ ବୋଲି କ୍ରୁଶରେ ବହନ କଲା ତାଙ୍କର ଶରୀର। ସେପରି ମୁଁ ସୃଷ୍ଟି କରୁଥିବା ମଣିଷ, ମୁଁ ତିଆରି କରୁଥିବା ମଣିଷ ମୋ ନିକଟ ଯେପରି ଫେରିଆସିବେ, ସେ ନିମନ୍ତେ ପରମେଶ୍ୱର ଆଜି ବୟାନ ଦେଉଛନ୍ତି। ବୟାନ ଦେଉଥିବାରୁ ଲୋକମାନେ ଶୁଣିପାରୁନାହାନ୍ତି। ସେହିପାଇଁ ଆଜି ମଣିଷମାନେ ପାପ ରାସ୍ତାକୁ ଚାଲିଯାଉଛନ୍ତି। ଯେଉଁ ମଣିଷମାନେ ପରମେଶ୍ୱରଙ୍କର କଥା ଶୁଣୁନାହାନ୍ତି, ଯେଉଁ ମଣିଷମାନେ ଆଜି ଈଶ୍ୱରଙ୍କ କଥା ମାନୁନାହାନ୍ତି, ସେମାନେ ଦିନକୁ ଦିନ ନଷ୍ଟ ହୋଇଯାଉଛନ୍ତି। ପାପ ଆଡ଼କୁ ଚାଲିଯାଇ ସେମାନେ ଜାଣିପାରୁନାହାନ୍ତି, ମଦ, ନିଶା, ଗୁଟଖା, ସିଗାରେଟ୍ ଖାଇ ତାଙ୍କ ଜୀବନକୁ ନଷ୍ଟ କରିଦେଉଛନ୍ତି।